ଛୋଟବେଳୁ ମଟନ୍ ମୁଁ ଖାଏନି ହେଲା। ତ ସବୁବେଳେ ବୋଉ ବି ଖାଏନି, ବାବା ରୋଷେଇ କରନ୍ତି। କିନ୍ତୁ ମାନେ ଏବେ ମୁଁ ରୋଷେଇ ଷ୍ଟାର୍ଟ କରିଛି। ଆଉ ସେଦିନ ଘରକୁ ଯାଇଥିଲି ଜଇଁଙ୍କ ପାଇଁ ସ୍ପେଶାଲ୍ ମଟନ୍ ବାବା ସକାଳୁ ସକାଳୁ ନେଇ ଆସିଥିଲେ। ଆଉ ସେଇଟା ବି କହିଲେ କି ମୋ ଝିଅ ରୋଷେଇ କରିବ। ମୋତେ ତ ଏତେ ଭଲ ରୋଷେଇ ଜଣା ନାହିଁ, ଯାହା ବି ହଉ ବାବା ଯେମିତି ଯାହା ବତେଇଲେ ମୁଁ ରୋଷେଇ କଲି। ଫାଷ୍ଟ ଦେଖନ୍ତୁ ଏଠି ଆଳୁକୁ ଭାଜିକିନା କାଢ଼ି ଦେଇଥିଲି। ତାପରେ ତେଲରେ ଟିକେ ଚିନି ପକେଇକିନା ପିଆଜକୁ ପକେଇକିନା ଭଲସେ ଭାଜିଲା ପରେ ଅଦା ରସୁଣ ପେଷ୍ଟ, ପିଆଜ ନୁହଁ କେବଳ ଅଦା ରସୁଣ ପେଷ୍ଟ ଦେଲି। ତାକୁ ଭଲସେ କଷିଲି, ସବୁ ପ୍ରକାର ମସଲା ଟମାଟୋ ବାବା ସବୁ ପକେଇ ଦେଉଥାନ୍ତି, ମୁଁ ସବୁ କଷି ଦେଉଥାଏ। ବାପ ଝିଅ ଦୁଇ ଜଣ ମିଶିକି ଭିଡ଼ିଓ କରୁଛୁ। ଆଉ ତାପରେ ମଟନ୍ଟି ଏଠି ଆମର କଷିଦେଲି, କଷିକି ଆଳୁ ଫାଳୁ ପକେଇଦେଲି, ସେଇଟା ଆଉ ଭିଡ଼ିଓ ବନେଇ ପାରିଲିନି। ତାପରେ ଦେଖନ୍ତୁ ମଟନ୍ ତରକାରୀ ହେଇସାରିଲା ପରେ ଏଠି ଟିକେ ଧନିଆ ପତ୍ର ଆଉ ସବୁ ମସଲା ପକେଇଦେଲି। ବାପ ଘରକୁ ଯାଇଛି ନା ମନ କେଉଁ ଗୋଟେ ଜାଗାରେ ଲାଗୁଛି, କେତେବେଳେ କ'ଣ ରୋଷେଇ କରିଛି ଟିକେ ଟିକେ ଭିଡ଼ିଓ କ୍ଲିପ୍ ନେଇଛି, କ୍ଷମା କରିଦେବେ। ବାକି ବହୁତ ସୁନ୍ଦର ହେଇଥିଲା ବୋଲି ମୋ ହଜବେଣ୍ଡ ରିଭ୍ୟୁ ଦେଇଥିଲେ।